ଥରେ କଲିକତାରେ ଆମର ଯେଉଁ ସିଦ୍ଧ ସାଧୁ ପରମହଂସ ଥିଲେ, ପରମହଂସକୁ ଦଳେ ଲୋକ ଆସିକି ଜଣେ ଭକ୍ତ ପଚାରିଲା, କହିଲା ଆଚ୍ଛା ଆଜ୍ଞା ମୁଁ ଆପଣଙ୍କୁ ଗୋଟେ ପ୍ରଶ୍ନ ପଚାରେ, ନା କୁହ। ନା ଭଗବାନ ଯେଉଁ ନିୟମଟା ତିଆରି କରିଛନ୍ତି ସିଏ ଚାହିଁଲେ ସେ ନିୟମଟାକୁ ବଦଳାଇ ଦେଇପାରିବେ କି? ହଁ ବୋଲି ପରମହଂସ କହିଲେ, କହିଦେଲେ ସିନା ହଁ ବୋଲି, କିନ୍ତୁ ତାଙ୍କ ମନ ବୁଝିଲାନି ସତେ କି ନାହିଁ। ତେଣୁ ସେ ଟିକେ ଚିନ୍ତାରେ ଅଡ଼ୁଆରେ ରହିଲେ। ପରଦିନ ସକାଳୁ ସେ ଯେତେବେଳେ ଉଠୁଛନ୍ତି ତାଙ୍କ ଦୁଆର ମୁହଁରେ ଗୋଟେ ଧଳା ଫୁଟୁଥିବା ଆମର ଗୋଲାପ ଗଛ ଥିଲା, ଧଳା ଫୁଲ ଫୁଟୁଥିଲା, ସେ ଗଛରେ ନାଲି ଫୁଲ ଫୁଟିଛି। ତେଣୁ ସେ ପରମହଂସ ଭଗବାନଙ୍କ ଲୋକ, ସେ ବୁଝିଗଲେ ଯେ ଭଗବାନ ଯଦି ଚାହିଁବେ, ଯଦି ଇଚ୍ଛା ପ୍ରକଟ କରିବେ ଯେ ମୁଁ ମୋର ଏଇ ନିୟମକୁ ବଦଳେଇବି, ତାହେଲେ ସେ ବଦଳେଇବି।